ଆମ ଭିତରେ ଅନେକଙ୍କ ମୁହଁରୁ ତମେ ଶୁଣିଥିବ, ମୁଁ କାହାରି ମନରେ ଦୁଃଖ ଦେବାକୁ ଚାହେଁନି। ଏଇଟା ଗୋଟେ ଏମିତି ଦୁର୍ବଳତା ଯାହାର ଅନ୍ୟମାନେ ଭରପୁର ଫାଇଦା ଉଠାନ୍ତି। ମନେ ରଖିଥାଅ, ଆମେ ଯେତେବେଳେ ଦୁର୍ବଳତା କଥା କହୁଛୁ, ତା ପଛରେ ସ୍ୱାର୍ଥ ବି କୋଉଠି ନା କୋଉଠି ଲୁଚିକି ଥାଏ। ଆରେ ଭାଇ, କୌଣସି ଭଲ ଜିନିଷକୁ କଷ୍ଟ ଦିଆଯାଏନି। ତୁମ ଘରେ ଯେଉଁ ଅଳନ୍ଧୁ ଲାଗିଥାଏ, ତମେ କ'ଣ ତାକୁ ସଫା କରିବନି? ନା କହିବ ମୁଁ ସେ ସବୁକୁ କଷ୍ଟ ଦେବାକୁ ଚାହେଁନି? ଆଖିରେ ଯେତେବେଳେ ମୋତିଆ ବିନ୍ଦୁ ପଡ଼େ, ତାକୁ ହଟାଅ ନା ହଟାଅନି? ନା କୁହ ତାକୁ ବି କଷ୍ଟ ଦେବାକୁ ଚାହେଁନି? ତାହେଲେ ମନର ଅଳନ୍ଧୁକୁ କାହିଁକି ହଟେଇ ପାରୁନ? କାହିଁକି କହୁଛ ମୁଁ କାହା ମନରେ କଷ୍ଟ ଦେବାକୁ ଚାହେଁନି ବୋଲି? ଆରେ ତମେ ମନକୁ କଷ୍ଟ ଦେଉନ, ଅଳନ୍ଧୁକୁ କଷ୍ଟ ଦେଉଛ। ଆଉ ଅଳନ୍ଧୁ କୌଣସି ଭଲ ଜିନିଷ ନୁହେଁ। ତମେ ଯାହାର ଅଳନ୍ଧୁ ହଟାଉଛ, ତାକୁ କଷ୍ଟ ଦେଉନ, ତାର ଉପକାର କରୁଛ।